ଆଜ୍ଞା ନମସ୍କାର। ମୋ ହାତରେ ଗୋକର୍ଣ୍ଣିକାର ସୁବର୍ଣ୍ଣ ଜୟନ୍ତୀ ଉଦ୍ଘାଟନ ବିଶେଷ ଏବଂ ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ଜେନା। ମୋର ପ୍ରଥମ ପ୍ରଶ୍ନ, ଏତେ ବଡ଼ ଏଇ ଯେଉଁ ସାହିତ୍ୟର ଯାତ୍ରା ସମ୍ପର୍କରେ ସଂକ୍ଷେପରେ ଟିକେ ଆମକୁ ଆଗ କୁହନ୍ତୁ। ଗ୍ରାମାଞ୍ଚଳରେ ସାହିତ୍ୟିକ ଥିଲେ ସେମାନେ ପଦାକୁ ଆଣି ହେଉନଥିଲେ। ସେଠି ଗୋଟେ ଅନୁଷ୍ଠାନ ଆବଶ୍ୟକତା ରହିଲା। ଯେତେବେଳେ ମୁଁ ଅନୁଭବ କଲି ମୋତେ ଯେତେବେଳେ 22 ବର୍ଷ, ଆଜ୍ଞା ସେତେବେଳେ ମୁଁ BA ପାସ୍ କରି ଲ କଲେଜରେ ଛାତ୍ର ଥାଏ। ଦିନେ ଗାଁକୁ ଆସିଲା ପରେ ଦେଖିଲି ଅନେକ ବଡ଼ ବଡ଼ ସାହିତ୍ୟ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଅଛନ୍ତି। ତେଣୁ କାହିଁକି ସାହିତ୍ୟ ନ ହୋଇପାରିବ ଅନୁଷ୍ଠାନଟି? ତ ଅନୁଷ୍ଠାନଟିଏ ଆରମ୍ଭ କଲୁ, ତା ନାଁ ଦେଲୁ ଗୋକର୍ଣ୍ଣିକା ସାହିତ୍ୟ ସମାଜ। ଏବଂ ବୈକୁଣ୍ଠନାଥ ରଥ ମୋ ପୂଜ୍ୟ ଗୁରୁ, ସିଏ ହେଉଛନ୍ତି ତାଙ୍କ ସଭାପତି। ଯିଏ ମୋତେ କଲମ ପଢ଼ି ଛୁଇଁଛନ୍ତି, ଲିଖିଛି ଲିଖ ମୋତେ ବାରମ୍ବାର କହନ୍ତି। ମୁଁ ପାଠ ପଢ଼ା BA ପଢ଼ି ସାରିଲା ପରେ, ଲ ପଢ଼ିଲା ପରେ ବି ତାଙ୍କୁ ସମ୍ମାନ ଆସେ ଏଇଥିପାଇଁ ନଈ ପଡ଼େ ମୋ କଥା କାହିଁକି କେଜାଣି ତାଙ୍କର ମୌଳିକ ଲେଖା ଗୁଡ଼ିକ ପଢ଼ିବା ବେଳେ ସେ ମୋତେ କହିଲେ ଏଠି କ'ଣ ରହନା କିଛି ହେଇପାରିବ? ମୁଁ ସାର୍ ମୁଁ ଉଦ୍ୟମ କରିବି। ଆପଣ ଏଇ ସାହିତ୍ୟ ସମାଜ ଯେଉଁଟା କରିବା, ଆପଣ ତା'ର ସଭାପତି ରହିବେ। ଅନ୍ୟମାନଙ୍କୁ ନେବା ସାଙ୍ଗରେ ଡକ୍ଟର ରାଜେନ୍ଦ୍ର ପାଢ଼ୀ ଅଛନ୍ତି, ସେତେବେଳେ ସେ ଡକ୍ଟରେଟ୍ କରୁନଥିଲା। ସେ ନୁରାଇପୁର ହାଇସ୍କୁଲ ହେଡ଼ମାଷ୍ଟର, ମୋ ଘରଠାରୁ 2 କିଲୋମିଟର ଦୂରରେ। ଆଉ ମୁଁ ମଧୁପୁର ହାଇସ୍କୁଲର ଛାତ୍ର ଥିଲି, ମୋ ଘରଠୁ ସେ ମଧ୍ୟ 4 କିଲୋମିଟର। ତେଣୁ ଉଭୟ ସାଙ୍ଗରେ ଯୋଗସୂତ୍ର ଏବଂ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ମଧୁପୁର ଉପରା ME ସ୍କୁଲରେ ଥାନ୍ତି ଟିଚର। ଏ ସମସ୍ତେ ଏକାଠି କରି ବାରବାଟୀରେ ତାକୁ ଉଦ୍ଘାଟନ କରେ। କବି ରବି ସିଂକି କହିଲି ଆଣିବେ, ତାଙ୍କୁ ବିପ୍ଳବୀ ରବି ସିଂକି ଆଣିବା, ତାରି ସେ ହେବ ଅତିଥି। ଉପେନ୍ଦ୍ର ତ୍ରିପାଠୀ ଉଦ୍ଘାଟନ ସେଇଦିନ ଠାରୁ ଅନୱାର୍ଡ ଆଜି ପର୍ଯ୍ୟନ୍ତ 1974 ଠାରୁ ଆଜି ଯାଏ ସେ ଅନେକ ଖୋଜିଗଲେଣି। ରବି ସିଂ ଗଲେଣି, ଉପେନ୍ଦ୍ର ତ୍ରିପାଠୀ ଗଲେଣି, ବୈକୁଣ୍ଠ ବାବୁ ମଧ୍ୟ ଗଲେଣି। ଏସବୁ ସ୍ୱର୍ଗାବାସ ହେଲେ ବି ସେମାନେ ଅନେକ ବାରି ଆସିଛନ୍ତି ସଭାକୁ। ଏବଂ ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳରେ ଥିବା ନୂତନ ଲେଖକମାନଙ୍କୁ ପ୍ରତିଷ୍ଠା ଦେବା ଏବଂ ନୂତନ ଲେଖକମାନେ କେମିତି ସମାଜରେ ଆଗକୁ ଆସିବେ, ସେଥିପାଇଁ ଆମେ ଉଦ୍ୟମ କରିବା। ମାତ୍ର 22 ବର୍ଷ ବୟସରେ ଯେତେବେଳେ ଆପଣ ତରୁଣ ଏବଂ ଗୋଟେ ଗ୍ରାମାଞ୍ଚଳରେ ସାହିତ୍ୟ ସଂଗଠନ କରିବା ଏବଂ ତାକୁ ବରିଷ୍ଠ ଲୋକମାନଙ୍କ ପାଖକୁ ଯାଇ ତାଙ୍କୁ ସଭାପତି କରିବା, ବିଭିନ୍ନ ଦାୟିତ୍ୱ ଦେବା, ମାନେ ଆପଣଙ୍କ ଭିତରେ ଯେଉଁ ସାଂଗଠନିକ ଦକ୍ଷତାର କ୍ଷମତାଟା ଥିଲା ଛୋଟବେଳୁ, ତାହା ଆଜି ସୁବର୍ଣ୍ଣ ଜୟନ୍ତୀ ବିଶେଷ ସଂଖ୍ୟାରେ ପହଞ୍ଚିଛି। ତା'ର ପଛପଟ ମଧ୍ୟ ବହୁତ ସୁନ୍ଦର ହେଇଛି ଏବଂ ପ୍ରଭୁ ରାମଙ୍କର ବିଗ୍ରହ ମଧ୍ୟ ରହିଛି। ଆପଣ ସାହିତ୍ୟ ସହିତ ସାମ୍ବାଦିକତା, ସଂଗଠନ ତଥା ଲୋକସେବା ଏଇ କଥାରେ ଅଛନ୍ତି। ବିଶେଷ ଭାବରେ ଆପଣଙ୍କର ପରିଚୟ ମୁଁ ଯେତିକି ଛୋଟବେଳୁ ମୁଁ ଜାଣିଛି, ଆପଣଙ୍କ ସହିତ ପରିଚୟ ହେଇଛି। ଗୋକର୍ଣ୍ଣିକା ପତ୍ରିକାରେ ମଧ୍ୟ କଲେଜରେ ପଢ଼ିଲାବେଳେ ମୋର କବିତା ପ୍ରକାଶ ପାଇଛି। ମୁଁ ଯେତିକି ଜାଣିଛି ଓଡ଼ିଶାର ବହୁ କବିମାନଙ୍କ ସହିତ ଆପଣଙ୍କର ଗୋଟେ ଭାବଗତ ସମ୍ପର୍କ ଥାଏ। ସେଇଟା କେମିତି ଆପଣ ଗୋଟେ ଜାଲ ବିସ୍ତାର କରିଛନ୍ତି ବିଭିନ୍ନ ଜିଲ୍ଲା ସହିତ, ବିଭିନ୍ନ ସାହିତ୍ୟିକମାନଙ୍କ ସହିତ, ଏତେ ଭାବ କେମିତି ଆପଣ? ଗୋଟେ ଈଶ୍ୱରଙ୍କ ଇଚ୍ଛା ଯେ ମୁଁ ଗୋକର୍ଣ୍ଣିକା ପାଇଁ ଓଡ଼ିଆ ଯୁବଲେଖ ସମ୍ମିଳନର 2 ଥର ସଭାପତି ହେଲି, ସାଧାରଣ ସମ୍ପାଦକ ହେଲି, ଉପସଭାପତି ହେଲି। ସେ ଅର୍ଗାନାଇଜେସନରେ ସାରା ଓଡ଼ିଶାର ଲୋକ ଥିଲେ। ତେଣୁ ସାରା ଓଡ଼ିଶା ଲୋକଙ୍କୁ ମୁଁ ଯୋଡ଼ିବା, ସାହିତ୍ୟର କାମ ହେଲା ଯୋଡ଼ିବା। ତେଣୁ ମୁଁ ତାଙ୍କୁ ଯୋଡ଼ି ସାରି ଗୋକର୍ଣ୍ଣିକା ମଞ୍ଚକୁ ଆଣିଲି ଏବଂ ବାରମ୍ବାର ଗୋକର୍ଣ୍ଣିକା ମଞ୍ଚରେ ବି ଯୁବଲେଖ ସମ୍ମିଳନ କାମ ହେଇଛି। ଏବଂ ସେଠି ଖାଲି ନୁହଁ, ଜିଲ୍ଲାରେ ଯେତେ ଲେଖକ ଅଛନ୍ତି ସେମାନଙ୍କୁ ଯୋଡ଼ିଲି। ଯେହେତୁ ଗୋଟେ ପାରିବାରିକ ସମ୍ପର୍କ ଭଳିଆ ସାହିତ୍ୟ କଲି, ତେଣୁ ସାହିତ୍ୟ ସଂଗଠନଟା ଏତେ ମଜବୁତ ହେଇଛି ସେଇଠୁ। ସେଦିନଠାରୁ ମୋ ଲକ୍ଷ୍ୟ, ଆଜି ମୁଁ ଲକ୍ଷ୍ୟ ତଳେ ପହଞ୍ଚି ପାରିଛି ବୋଲି ମୁଁ ଭାବୁଛି ନିଜକୁ। ତଥାପି ଗୋକର୍ଣ୍ଣିକା ସାହିତ୍ୟ ସମାଜରେ ଏଇଟା ହେଉଛି ସୁବର୍ଣ୍ଣ ଜୟନ୍ତୀ ବର୍ଷ, 50 ବର୍ଷ ହେଇଗଲା। ଓଡ଼ିଶାରେ ଏପରି ବଡ଼ ଲୋକ ନାହାନ୍ତି ଯିଏକି ସଭାପତି ଆସିନାହାନ୍ତି। ବିଶିଷ୍ଟ ବଡ଼ ଲୋକ ଅର୍ଥାତ୍ ଏ କଥା ବହୁତ ବିଶିଷ୍ଟ ସାହିତ୍ୟର ଭଲ ପାଉଥିବା ଲୋକ ରମାକାନ୍ତ ରଥ, ରାଜେନ୍ଦ୍ର ପଣ୍ଡା, ଦୀପକ ମିଶ୍ର, ସୌଭାଗ୍ୟ ମିଶ୍ର, ଆଉ ଯେତେ ଅଛନ୍ତି ସବୁ ପ୍ରତିଭା ଶତପଥୀ, ପ୍ରତିଭା ରାୟ, ଏମାନେ ସମସ୍ତେ ଏଠି ଆସିଛନ୍ତି। ଫନୀ ମହାନ୍ତି। ବଡ଼ କଥା ହେଲା ସବୁ ବିଶିଷ୍ଟ ଏବଂ ବରିଷ୍ଠ କବିମାନେ ଆପଣଙ୍କ ପାଖକୁ ଆସନ୍ତି
କିନ୍ତୁ ସବୁଠୁ ବଡ଼ କଥା ହେଲା ଆପଣ ତରୁଣମାନଙ୍କୁ ମଧ୍ୟ ସୁଯୋଗ ଦିଅନ୍ତି ପତ୍ରିକାରେ ତାଙ୍କର ଲେଖା ବାହାରିବା, କବିତା ପାଠ ସମୟରେ କବିତା ପଢ଼ିବା, ଏବଂ ଏଇ ଯେଉଁ କଥାଟି ଆପଣ କରିଛନ୍ତି ସେଥିପାଇଁ ସମସ୍ତଙ୍କର ଗୋଟେ ଆପଣଙ୍କ ପ୍ରତି ଭଲ ପାଇବା ସମ୍ମାନ ଥାଏ। ତେବେ ମୁଁ ସଂଗଠନ ଆଉ କାର୍ଯ୍ୟକ୍ରମ ତ ଗୋଟେ ଦିଗରେ, ଆଉ ଗୋଟେ ଦିଗରେ ଆପଣଙ୍କର କବିତ୍ୱ, ଆପଣଙ୍କର କ'ଣ କ'ଣ ବହି ଲେଖିଛନ୍ତି? ମୋର 5ଟା କବିତା ବାହାରିଛି। ପ୍ରଥମ କବିତା ହେଉଛି ସ୍ମୃତିର ପାହାଚ, ସେଟା 1985 ମସିହାରେ ବାହାରିଥିଲା। ତାପରେ ଇଚ୍ଛାର ସମୁଦ୍ର 86 ମସିହାରେ ବାହାରିଲା। ଆଉ ଇଚ୍ଛାର ସମୁଦ୍ର ପରେ ଅନେକ ବର୍ଷ ପରେ ଛୋଟ କବିତା ବହି ବାହାରିବା ଗ୍ୟାପ୍ ଥିଲା, କାରଣ ଦୁଇଟା ଗୋଟେ ପ୍ରବନ୍ଧ ବହି ବାହାରିଲା ଦୃଷ୍ଟିପାତ, ଆଉ ଗୋଟେ ଗପ ଅନ୍ୟ ଦୃଷ୍ଟି ବାହାରିଲା। ତାପରେ ବାହାରିଲା ଅନେକ ବର୍ଷ ପରେ କବିତା ପୁସ୍ତକ। ଅନେକ ବର୍ଷ ପରେ ମାଟି ମୋ ପରେ ଅବ୍ୟକ୍ତ ଆତ୍ମୀୟତା। ଆପଣ ଗଳ୍ପ ଲେଖନ୍ତି, ପ୍ରବନ୍ଧ ଲେଖନ୍ତି, ଯେହେତୁ ସାମ୍ବାଦିକ ଆଲୋଚନା ଆପଣ କରନ୍ତି ବିଭିନ୍ନ ବିଷୟବସ୍ତୁକୁ ନେଇକି। ଦୃଷ୍ଟିପାତ ବହିଟା ତ ସେ ସାମ୍ବାଦିକତା ଭିତ୍ତିରେ ଫିଚର ସବୁ ଯାଇଛି। ଆଜ୍ଞା, କିନ୍ତୁ ବିଶେଷ ଭାବରେ ଆମେ ଓଡ଼ିଶାରେ ଯେଉଁମାନେ କବି, ଆମେ ଏ ସଂଗଠକ ବା ସାମ୍ବାଦିକତା ବା ଆଲୋଚନାକୁ ଆମେ ବେଶୀ ନ ନେଇ ଆମେ ଆପଣଙ୍କୁ ଗୋଟେ କବି ଭାବରେ ହୃଦୟରେ ରଖିଛୁ। ଆପଣଙ୍କର କବିତା ଗୁଡ଼ିକ ମଧ୍ୟ ସେଇଭଳି ବୋଧଗମ୍ୟ ଏବଂ ଗୋଟେ ପାଠକୀୟତା ସୃଷ୍ଟି କରିବାରେ ଉପଯୋଗୀ ହେଇଛି ଆପଣଙ୍କର କବିତା ବହି ଗୁଡ଼ିକ। ତେବେ ଆମେ ଆପଣ କବିତାକୁ ନେଇକରି ଆଉ କ'ଣ ଆପଣଙ୍କର ଭବିଷ୍ୟତ ଯୋଜନା ଅଛି ଟିକେ କୁହନ୍ତୁ। ଏବେ କବିତା ସମସ୍ତ କବିତା ସମଗ୍ର ଗୋଟେ ବାହାରୁଛି, ସେଟା ଛପାକୁ ଦିଆଯାଇଛି। ଆଉ ଗୋଟେ ନୂଆ ବହି ବାହାରିବ 2 ମାସ ଭିତରେ, ବହୁତ ଶବ୍ଦ ସହ ସାମ୍ନାସାମ୍ନି। ମୁଁ ସେଠି ଶବ୍ଦରେ ଭିତରେ କହିଛି କେମିତି ଶବ୍ଦ ମୋ ପାଖକୁ ଆସେ, ଆଉ ଶବ୍ଦର ତ ବଡ଼ ଅସ୍ତ୍ର କିଛି ନାହିଁ। ସେ କବିତା ମାଧ୍ୟମରେ ଅନେକ କହିଛି, ଅନେକ କଥା କହିଛି କବିତା ସମ୍ପର୍କରେ। ମୋର ଯୋଜନା ହେଉଛି ଏ ଗ୍ରାମାଞ୍ଚଳରୁ ଏଠି ଲୋକମାନଙ୍କୁ ପରିଚିତ କରିବା ଦରକାର ସହରୀ ସହିତ। ଏଇଟା ହେଉଛି ମୋର। ଏତେ ବଡ଼ ନିଜାଙ୍କ ସମୟରେ ଆପଣ ଯେଉଁ ବୈଷୟିକ କବିତା ଆଶୀର୍ବାଦ କଲେ, 100 ପାଖାପାଖି କବିମାନେ ବିଭିନ୍ନ ଜାଗାରୁ ଆସିଛନ୍ତି, ଦୂର ଦୂରାନ୍ତରୁ, କେଉଁଝରଠୁ ଆରମ୍ଭ କରି ଏଇ ଯାଜପୁର ଜିଲ୍ଲାର ବାଲେଶ୍ୱରରୁ ଆରମ୍ଭ କରି ଯାଜପୁରର ମଧ୍ୟ ଯେଉଁ ଗ୍ରାମାଞ୍ଚଳରୁ କବି ସାହିତ୍ୟିକମାନେ ସମସ୍ତେ ଆସିଛନ୍ତି। ଏବଂ 10ଟାରୁ ଆରମ୍ଭ କରି 4ଟା ପର୍ଯ୍ୟନ୍ତ ଆମେ ଏତେ ସୁନ୍ଦର କାର୍ଯ୍ୟକ୍ରମ କଲେ, ଆଲୋଚନା ହେଲା, କବିତା ପାଠୋତ୍ସବ ହେଲା, ଏଠି ସମସ୍ତେ ଏକାଠି ବସି ଖାଇଲେ। ଏଇସବୁ କଥା ଯେଉଁ ଚାଲିଛି ଆମର ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ, ଏବଂ ଗୋକର୍ଣ୍ଣିକା ଯେଉଁ ପତ୍ରିକାଟି ଓଡ଼ିଶାରେ ମଧ୍ୟ ତାର ଯେଉଁ କରିଛି, ଏ ଆପଣଙ୍କର ଏଇ ଗୋକର୍ଣ୍ଣିକା ପତ୍ରିକାକୁ ନେଇକରି ଆଉ କ'ଣ ଲକ୍ଷ୍ୟ ସ୍ୱପ୍ନ ଅଛି ଆଗକୁ? ପାଠକମାନଙ୍କଠୁ ଆପଣ କ'ଣ ଚାହାନ୍ତି? ଆପଣ ତ ପତ୍ରିକା ଏତେ ବର୍ଷ ଧରି କଲେ, ସୁବର୍ଣ୍ଣ ଜୟନ୍ତୀ ଆସି ପହଞ୍ଚିଲାଣି, ଗୋକର୍ଣ୍ଣିକା ପାଇଁ ଆପଣ ପାଠକମାନଙ୍କଠୁ କ'ଣ ଆଶା କରୁଛନ୍ତି? ଆମେ ବହୁତ ଯଦି ସେମାନେ ଅଧିକ ପ୍ରସାର କରିବା ପାଇଁ ଆଜ୍ଞା, ସହଯୋଗ କରନ୍ତେ। ମୁଁ ଆପଣଙ୍କୁ କହି ରଖେ, ଯେତେବେଳେ ବିନୋଦ ବିହାରୀ ମାର୍କେଟକୁ ଲୋକେ ଖଣ୍ଡିଏ ବହି ଛାପିବା ପାଇଁ ଦୌଡ଼ି ଦୌଡ଼ି ତାଙ୍କର ଚପଲ ଘୁରି ହେଉଥିଲା, ମୁଁ ଗୋକର୍ଣ୍ଣିକା ପ୍ରକାଶନରେ 133 ଖଣ୍ଡ ବହି ଛାପିଛି ବିଭିନ୍ନ ଲେଖକଙ୍କର। ଆଶୁତୋଷ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ପର୍ଯ୍ୟନ୍ତ, ଯେଉଁମାନେ ଇଏ ରୁରାଲ ଆଜି ଯେଉଁମାନେ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଛନ୍ତି ସୁଜନ ଖଣ୍ଡେ, ତାଙ୍କ ପ୍ରଥମ ବହି ମୁଁ ଛାପିଥିଲି କବିତା ବହି, ପ୍ରଥମ ଗପ ବହି ମୁଁ ଛାପିଥିଲି। ଶ୍ରୀହରି ଦଳଙ୍କର କବିତା ବହି ମୁଁ ଛାପିଥିଲି ପ୍ରଥମ। ଯେଉଁମାନେ ପ୍ରତିଷ୍ଠିତ ହୋଇଛନ୍ତି ପ୍ରତିଭା ଖୋଜିବା, ଯେଉଁ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଏବଂ ଗୋକର୍ଣ୍ଣିକା ପତ୍ରିକା ମାଧ୍ୟମରେ ବହୁ ଲେଖକ ସୃଷ୍ଟି କରିବା, ଆପଣ ବିଜୟୀ ହେଇଛନ୍ତି। ଆମ ଭାଷା ସାହିତ୍ୟର ଆପଣ ଏତେ କଥା କରିଛନ୍ତି, ଯାହାକୁ ଏଇ ଛୋଟ ଗୋଟେ ସାକ୍ଷାତକାରରେ ଆମେ କହିପାରିବା ନାହିଁ। ତେବେ ଆପଣଙ୍କର ସେଇ ହସ ହସ ମୁହଁ, ଏ ଭଲ ପାଇବା ଏଇ ତରୁଣ ପିଢ଼ିର, ଯୁବକ ପିଢ଼ିର ସାହିତ୍ୟିକମାନଙ୍କୁ ଆହୁରି ପ୍ରେରଣା ଦେଉ। ଆଜି ଭଳି ଗୋଟେ ଭଲ ଦିନରେ ଆପଣଙ୍କ ସହିତ ଏବଂ ଗୋକର୍ଣ୍ଣିକାର ଆମର କାର୍ଯ୍ୟାଳୟରେ ବସି କିଛି କଥା ହେଲୁ, ଏବଂ ପାଠକମାନଙ୍କ ପାଖରେ ଆପଣଙ୍କର ଏ କଥା ଗୁଡ଼ିକ ଆମେ ମଧ୍ୟ ରଖିବୁ। ଆଶା କରୁ ପୁଣି ଆଗାମୀ ଦିନରେ ଆପଣଙ୍କର କାବ୍ୟିକ ପ୍ରତିଭାକୁ ନେଇକରି, ଆପଣଙ୍କ କବିତ୍ୱକୁ ନେଇକରି ଏବେ ପୁଣି କେବେ ଗୋଟେ କଥାବାର୍ତ୍ତା ହେବା ଏବଂ ଆଲୋଚନା। ଏତିକ ନିଶ୍ଚିତ କଥା କହିବି ଶେଷରେ, ଯେ ସାହିତ୍ୟକୁ ଭଲ ପାଏ, ମୁଁ ତାକୁ ଭଲ ପାଏ ବା, ଏବଂ ଲୋଡ଼ିବା ପଣଟା ଥାଏ ମୋର ଏବଂ ଗୋକର୍ଣ୍ଣିକାର। ଆଜ୍ଞା, ମୁଁ ସମସ୍ତଙ୍କୁ ଛୁଆ ହୁଅନ୍ତୁ ବା ବୟସ୍କ ହୁଅନ୍ତୁ, ସମସ୍ତଙ୍କୁ ଲୋଡ଼େ ଏବଂ ସେଥିରେ ମୋତେ ଆନନ୍ଦ। ଆଜ୍ଞା, ନମସ୍କାର।